ଆମ ଘର ରୋଷେଇ ଶାଳକୁ ଆପଣଙ୍କୁ ସ୍ୱାଗତ। ଆଜି ଗୋଟେ ନୂଆ ରୋଷେଇ ନେଇକି ଆସିଛି ଏବଂ ରୋଷେଇ ଆରମ୍ଭ କରିବାକୁ କିଛି ବାର୍ତ୍ତା ଦେବାକୁ ଚାହୁଁଛି। ଯଦି କିଛି ତ୍ରୁଟି ଥିବ ତାକୁ କ୍ଷମା କରିବେ। ମୋ କହିବା କଥା, ଆମେ ବିହୁଳ ବାପଳ ଜୀବନଯାପନ କରୁଛେ, ଯେଉଁ ଜୀବନଯାପନରେ ଆମେ ଶରୀର ପ୍ରତି ଧ୍ୟାନ ଦେଉନେ, କିନ୍ତୁ ଶରୀର ପ୍ରତି ଆମର ନିତ୍ୟାନ୍ତ ଖାଦ୍ୟର ଆବଶ୍ୟକତା ଆଉ ପାଣିର ଆବଶ୍ୟକତା, ଯାହା ଯେମିତି ଆମେ ଖାଇବା ରେଗୁଲାର ରୁଟିନରେ ଖାଇବା। କିନ୍ତୁ କିଛି ଲୋକ କର୍ମଜୀବୀ ଯେଉଁମାନେ କି ଠିକ୍ ଟାଇମରେ ଖାଇପାରୁନାହାନ୍ତି, ଗୁଡ଼େ ରୋଗାନ୍ତ ହେଉଛନ୍ତି, ଗ୍ୟାସ୍ ହେଉଛି, ବିଭିନ୍ନ ପ୍ରକାର ରୋଗ ହେଉଛି। ତେଣୁ ଆମେ ଯାହା ବି ହେଲେ କିଛି ଡ୍ରାଏ ଫ୍ରୁଟ୍ ନିଜ ସହିତ ନେଇକି ଯିବା। ବିସ୍କୁଟଟେ ହେଉ, ଗୋଟେ ଆପଲଟେ ହେଉ, ଆଉ କଦଳୀଟେ ହେଉ, ଏଗୁଡ଼ା ଡାଳିମ୍ବଟେ ହେଉ, ଆମେ ଯେତେବେଳେ ଟେବୁଲରେ ବସିଛେ, ଭୋକ ଲାଗିଲା ଆମ ପ୍ୟାକେଟରେ ଥିବା ଦରକାର, ସେଇଟା ଆମେ ସେଇ ସମୟରେ ଖାଇଦେବା। କାହିଁକିନା ଆମେ ଡିନର ଖାଇବାକୁ ସମୟ ହେଉନି, କି ଲଞ୍ଚ ଖାଇବା ପାଇଁ ହେଉନି, ବ୍ରେକଫାଷ୍ଟ ହେଉନି, ଆପଣ ଗାଡ଼ିରେ ଯାଉଛନ୍ତି, ଗାଡ଼ି ଭିତରେ ଗୋଟେ ଖାଇଦେବେ। ଯେତେବେଳେ ଭୋକ ଲାଗୁଛି, ଆଉ ଅତ୍ୟଧିକ ଭୋକ ଲାଗିଲେ ଆମେ ଆଟ୍ ଏ ଟାଇମ୍ ଏକାବେଳେ ଗୋଟେ 500-600 ଗ୍ରାମ ଖାଦ୍ୟ ଖାଇଲେ, ଯୋଉଟାକି ଆମ ଶରୀର ଉପରେ ସେ କଷ୍ଟ ପଡ଼ିଲା, ଗ୍ୟାସ୍ ହେଲା, ଓଜନ ହେଲା, ନିଦ ଲାଗିବା, ଏସବୁ ଜିନିଷ। ଆମେ ଖାଦ୍ୟ ଯୋଉଟାକୁ ପରିମାଣ ଆମେ ଧର 400 ଗ୍ରାମ ଖାଦ୍ୟକୁ ଆଟ୍ ଏ ଟାଇମ୍ ଖାଉଛେ, ତାକୁ ଘଣ୍ଟେ 2 ଘଣ୍ଟା ବ୍ୟବଧାନରେ ଆପଣ ଖାଆନ୍ତୁ। ଆପଣ ଗୋଟେ ବିସ୍କୁଟ ଯଦି 5 ଟଙ୍କିଆ ଭୋକ ହେଉଛି, 5 ଟଙ୍କିଆ ବିସ୍କୁଟଟେ ଯଦି କିଛି ମିଳିଲେ ଖାଇଦିଅନ୍ତୁ। ତାପରେ ଗୋଟେ ଆପଲଟେ 100 ଗ୍ରାମରେ ଆପଣ ପାଖରେ ରଖନ୍ତୁ, ଆପଣ ତାକୁ ଖାଇବେ। ତେଣୁ ଏଇସବୁ କଲେ ଆମେ ଶରୀରଟାକୁ ସୁସ୍ଥ ରଖିବା। ଯେତେ ଦୂର ଆମ ଶରୀରର ଆମେ ଡାକ୍ତର, ଔଷଧ ଡାକ୍ତର ଦେଉଛନ୍ତି, କିନ୍ତୁ ଆମ ଶରୀର ପାଇଁ ଆମେ ଡାକ୍ତର ହେବାକୁ ପାଇବୁ। ଆମର ସକାଳୁ ଧର ବ୍ରେକଫାଷ୍ଟ ଆପଣ ଜଳଖିଆ କରନ୍ତି, ଆପଣ ରାତିରେ ସୁଜି କରିପାରିବେ, ରୁଟି ବି ବାସି ରୁଟି ଆପଣ ଖାଇପାରିବେ, ଦହି ସହିତ ଖାଇପାରିବେ, ଚା ସହିତ ଖାଇପାରିବେ। ତେଣୁ ଏଇ ଜିନିଷ ଗୁଡ଼ା କଲେ ଆମର ଶରୀର ସଦାବେଳେ ସୁସ୍ଥ ରଖିବା ପାଇଁ ଚାହିଁବା। ଆମେ ତ ନିଶ୍ଚୟ ଦିନେ ମରିବା, କିନ୍ତୁ ତା ପୂର୍ବରୁ ରୋଗାକ୍ରାନ୍ତ ହେଇକି ପଡ଼ିବା କାହିଁକି? ଆମେ ଯେତିକି ଦିନ ବୟସ ଯେତେ ହେଉଛି, ଆମେ ଡାଏଟ୍ କଣ୍ଟ୍ରୋଲ କରିବା, ଡାଏଟ୍ କେମିତି ଖାଇବା ତା ପ୍ରୋସେସରେ ଆମେ ଖାଇବା। ଆଟ୍ ଏ ଟାଇମ୍ କୌଣସି ଜିନିଷ, ଆଉ ତେଲ ଜିନିଷ ବି କମ୍ ଖାଇବା ଉଚିତ। ଘରେ ଯୋଉଟା ଆପଣ ଘରେ ତିଆରି କଲେ ସେଇଟା ଖାଇବା ଉଚିତ। ଏଠି କହିଲେ ଆଜ୍ଞା, ମୁଁ ବର୍ତ୍ତମାନ ନୂଆ ରୋଷେଇ ଆରମ୍ଭ କରିବାକୁ ଯାଉଛି। ମଟନ୍ ଷ୍ଟ୍ୟୁ କରିବା ପାଇଁକା ଯାଉଛି। ମଟନ୍ ଷ୍ଟ୍ୟୁ ପାଇଁକା ଯାହା ଯାହା ଆବଶ୍ୟକତା, ବର୍ତ୍ତମାନ ମୁଁ ସେଗୁଡ଼ାକୁ ଆପଣଙ୍କୁ କହୁଛି। ବର୍ତ୍ତମାନ ଦେଖନ୍ତୁ, ଏଠି ମଟନ୍ ସିଝା ଥୁଆ ହେଇଛି, ଆଉ ଗାଜର ଥୁଆ ହେଇଛି, ଆପଣଙ୍କୁ ଭଣ୍ଡା ଆଉ ଆଳୁ, ଏଇସବୁ ଜିନିଷ ଥୁଆ ହେଇଛି, ଯୋଉଟାକି କ୍ୟାଲସିୟମ ତା ଦେହରେ ପକେଇଥିଲି, ଯୋଉଟାକି ଫିଟି ଯାଇଛି। ଆଉ ମଟନ୍ ଯୋଉ ସିଝା ପାଣିଟା ଅଛି, ଏଠି ଆପଣଙ୍କ ଲୁଣ ଅଛି, ଆଉ କିଛି କର୍ଣ୍ଣଫ୍ଲାୱାର ଅଛି, ଭଲ ଘିଅ ଅଛି, ବର୍ତ୍ତମାନ ଧନିଆ ପତ୍ର ଅଛି। ଧନିଆ ପତ୍ରଟା ଯେତେବେଳେ ହେଇଯିବ ତାପରେ ପଡ଼ିବ, କିନ୍ତୁ କର୍ଣ୍ଣଫ୍ଲାୱାରଟା ଏଇଥିପାଇଁ ପକାଉଛି, ଯେହେତୁ ପାଣି ହେଇଯିବ, ଷ୍ଟ୍ୟୁଟା ଟିକେ ମୋଟା ରହିଲେ ପାଟିକି ଭଲ ଲାଗିବ, ତେଣୁ କର୍ଣ୍ଣଫ୍ଲାୱାର। ବର୍ତ୍ତମାନ କଢ଼େଇ ଚୁଲିରେ ବସିବା, ଚୁଲି ଲଗେଇବା, କଢ଼େଇ ବସିବା। ଏବେ କଢ଼େଇ ବସିଲା, ଦେଖନ୍ତୁ କଢ଼େଇ ଗରମ ହେଇଗଲା। ଆମେ ଯୋଉ ଭଲ ଘିଅଟା ଆମେ ଯୋଉ ଘରେ ସବୁ ଘିଅ ତିଆରି କରୁଛନ୍ତି, ଘରେ ଆପଣଙ୍କର ସର ରଖିକି ତାକୁ ଲହୁଣୀ ଘରେ ଘିଅ କରୁଛନ୍ତି, ସେ ଘିଅ ଟିକେ ଆମେ ପକେଇଦେବା। ଘିଅ ପକେଇବାର ଉଦ୍ଦେଶ୍ୟ ହେଲା, ଆମେ ଯୋଉ କର୍ଣ୍ଣଫ୍ଲାୱାରଟା ପକେଇବା, କର୍ଣ୍ଣଫ୍ଲାୱାରଟା ଟିକେ ଭାଜିଲେ ଭଲ ଲାଗିବ, ସେଟା ଟେଷ୍ଟି ବି ହବ। ତେଣୁ ଘିଅଟା ପଡ଼ିଲା ପରେ ଆମେ ଟିକେ କଢ଼େଇରେ ଘିଅଟାକୁ ବୁଲେଇଦେବା। କର୍ଣ୍ଣଫ୍ଲାୱାରଟା ଗୋଟେ ଟିକେ ଧାରକ ଭଳିଆ କାମ କରିବ, ଯୋଉଟା କି ଟିକେ ପାଣିଟା ଟିକେ ମୋଟା ରହିବ, ଟେଷ୍ଟ ଲାଗିବ ଖାଇବା ପାଇଁକା। ବର୍ତ୍ତମାନ କର୍ଣ୍ଣଫ୍ଲାୱାର ପକେଇଦେବା, ତାକୁ ଟିକେ ଭଲ ଭାବରେ ଭାଜିଦେବା। ଭଲ ଭାବରେ କର୍ଣ୍ଣଫ୍ଲାୱାରଟା ଭଲ ଘିଅ ସହିତ ଭାଜିଦେବା। ଭାଜିଦେଲେ ଟିକେ ଭଲରେ ମିଶିଗଲେ ଘିଅ ସହିତ ଭଲ। ତେଣୁ ଆମେ ଘିଅ ସହିତ କର୍ଣ୍ଣଫ୍ଲାୱାରଟାକୁ ଭଲ ଭାବରେ ମିଶେଇଦେବା ଏବଂ ତାକୁ ମିଶିଗଲା ପରେ କର୍ଣ୍ଣଫ୍ଲାୱାରଟା ଠିକ ଭାବରେ ଭାଜି ହବା ଦରକାର। ଭାଜିଦେଲେ ଭଲ ହବ, ଏଟା ଫିଟିବନି, ମେଣ୍ଡା ହବନି। ତେଣୁ ଭାଜିଦେଲେ ଭଲ ଭାବରେ ଭାଜି। ତେଣୁ ପାଖାପାଖି କର୍ଣ୍ଣଫ୍ଲାୱାର ବର୍ତ୍ତମାନ ସୁଦ୍ଧା ହେଇଗଲାଣି। ତେଣୁ ଆମେ ବର୍ତ୍ତମାନ ଏଇ ଯୋଉ ମଟନ୍ ସିଝା ପାଣି ରଖିଛେ, ସେ ସିଝା ପାଣିକି ଆମେ ୟା ସହିତ ପକେଇବା। ଯେତିକି ଆବଶ୍ୟକତା ପାଣି ଆମେ ଲଗେଇବା, ଯେତିକି ଆମେ ଷ୍ଟ୍ୟୁ କରିବା ପାଇଁ ଚାହୁଁଛେ କରିବେ। କିନ୍ତୁ ୟା ଦେହରେ ଯେତେବେଳେ ମୁଁ ପକଉଛି ସେ ସିଝା ପାଣିରେ, ଆପଣଙ୍କର ଟିକେ ଗୋଟା ମସଲା ପଡିଛି, ଯୋଉଟାକି ଡାଲଚିନି ଏବଂ ଗୁଜୁରାତି, ଆଉ କିଛି ଲବଙ୍ଗ, ଆଉ ତା ଦେହରେ ଆପଣଙ୍କର ଅଦା, ଟିକେ ରସୁଣ ଛେଚା ଏବଂ ପିଆଜ କଟା ପଡିଥିଲା। ତେଣୁ ଏତକ ମୁଁ ୟା ଦେହରେ ଆଡ୍ କରିଥିଲି। ତେଣୁ
ଏବେ ଆମେ ପାଣିଟା ପକେଇବା। ପାଣିଟା ବର୍ତ୍ତମାନ ଆମେ ଦେଇଦବା ଷ୍ଟିଉ ପାଇଁକା। ଟିକେ ଠିକ ଭାବରେ ମିଶେଇବେ, ନହେଲେ ସେଟା ଗେଟା ହେଇଯିବ। କାହିଁକିନା ମଇଦା ଜାତୀୟ ଜିନିଷ, ତେଣୁ ସେଟା ଟିକେ ଗେଟା ହବ, ତାକୁ ଟିକେ ଫିଟେଇବାକୁ ପଡିବ, ଟିକେ ସମୟ ଲାଗିବ। এটা ଟିକେ ଭଲ ଭାବରେ ଫୁଟିଯିବା ଦରକାର। ତେଣୁ ମୁଁ ସେତେବେଳେ ଟିକେ ସିଝେଇଲା ବେଳେ ଅଳ୍ପ ଟିକେ ଲୁଣ ପକେଇଥିଲି, ଏବେ ଆଉ ଟିକେ ଲୁଣ ପକେଇଦେବା। ଯେହେତୁ ସ୍ୱାଦ ଅନୁସାରେ ଲୁଣ ପଡିବ, ଲୁଣ ଆଉ ଟିକେ ପକେଇଦେବି। ଆପଣ ଏଇ ରେସିପି, ଏଇ ଖାଦ୍ୟ ଆପଣ ଏଇ ଯୋଉ ବସିବା ଆପଣଙ୍କୁ ସମୟ 10-15 ମିନିଟ୍ ଲାଗିବ। କାହିଁକିନା ଆମେ ସବୁ ଜିନିଷ ବଏଲ କରିଦେଇଛେ 10-15 ମିନିଟ୍, ଯୋଉଟା କର୍ଣ୍ଣଫ୍ଲାୱାର ସେଟା ଟିକେ ଫୁଟିଲେ ଭଲ। ତେଣୁ ଏହାକୁ ଆମେ ଟିକେ ଭଲ ଭାବରେ ଫୁଟେଇଦବା। 10-15 ମିନିଟ୍ ଫୁଟେଇଦବା, କାହିଁକିନା ଆମେ ସବୁ ବଏଲ କରିଦେଇଛେ। ତେଣୁ 10-15 ମିନିଟ୍ ଫୁଟିଲେ ଏଇଟା ଠିକ ଭାବରେ ଫୁଟିବ। ଏବଂ ଫୁଟିଲା ପରେ ଆମେ ଯୋଉ ସିଝା ମଟନ ଅଛି, ଆପଣଙ୍କ ଗାଜର ବିଟ୍ ଫିଟ୍ ଯାହା ରଖିଛେ ଆମେ, ତାକୁ ତା ସହିତ ବର୍ତ୍ତମାନ ପକେଇଦବା। ପକେଇଲା ପରେ ସେ ସମ୍ପୂର୍ଣ୍ଣ ଫୁଟିଲା ପରେ ଆପଣଙ୍କର ଧନିଆ ପତ୍ର ଦିଆହବ, ଗୋଲମରିଚ ଗୁଣ୍ଡ ଦିଆଯିବ। ଗୋଲମରିଚ ଗୁଣ୍ଡ ଅଳ୍ପ କି ଦେଇଥିବା, ଯାହାକୁ ଯେତିକି ଟେଷ୍ଟ ଲାଗିବ ସେ ସେତିକି ଗୋଲମରିଚ ଖାଇବ। ଆପଣ ଏହା ସହିତ ସୋୟାବିନ ସସ୍ ୟୁଜ୍ କରିପାରିବେ, ଆଉ ଆପଣଙ୍କର ଟମାଟୋ ସସ୍ ୟୁଜ୍ କରିପାରିବେ, ଆଉ ଚିଲି ସସ୍। ତଥାପି ମୁଁ ଟିକେ କଞ୍ଚା ଲଙ୍କା ତାକୁ ଦେଇଛି, କଞ୍ଚା ଲଙ୍କା ରାଗ ଟିକେ ରହିବ, ଗୋଲମରିଚ ଗୁଣ୍ଡର ଟେଷ୍ଟ ରହିବ। ତେଣୁ ଏମିତି ହେଇକି ଗୋଟେ ଷ୍ଟିଉ କରାହେଇଛି, ଯୋଉଟା ଆପଣଙ୍କର ସବୁ ଭେଜିଟେବୁଲ ପକେଇକି କରାଯାଇଛି। ତେଣୁ ଇଏ ଠିକ ଭାବରେ ଫୁଟିଲେ ଆମେ ସେଟାକୁ ତା ସହିତ ଆଡ୍ କରିବା। ବର୍ତ୍ତମାନ ଆମର ଯୋଉ ପାଣିଟା, ମଟନ ଯୋଉ ସିଝା ପାଣିଟା ବର୍ତ୍ତମାନ ଆମେ ଦେଲେ ସେ ଫୁଟିଗଲାଣି। ଫୁଟିଗଲା ପରେ ଏଇ ଯୋଉ ସିଝା ଜିନିଷ ଅଛି, ମଟନ ଆପଣଙ୍କର ଗାଜର ଆଉ ଭଣ୍ଡା, ଆ ଦେହରେ ଆମେ ଦେଇଦବା। ଇଏ ଟିକେ 10 ମିନିଟ୍ ବର୍ତ୍ତମାନ ଆଉ ଟିକେ ସିଝିବ। ମଟନଟା ଯେହେତୁ ଅଛି, ତାକୁ 10 ମିନିଟ୍ ଆମେ ଛାଡିଦବା। ଘୋଡେଇଦବା 10 ମିନିଟ୍। ଏବେ ଆମେ ଦେଖିଲେ ବର୍ତ୍ତମାନ ଟିକେ ପୁଣି ତାକୁ ଟିକେ ମିଶେଇଦବା ଭଲକି। ଆଉ ଟିକେ ଫୁଟିଗଲେ ଆଉ 5-10 ମିନିଟ୍ ସେଟା ଟିକେ ଟେଷ୍ଟ ଭଲ ଆସିବ। ଏଇ ଖାଇବାଟା ଆପଣଙ୍କ ପାଇଁ ପୁରା ହେଲ୍ଦି ଖାଦ୍ୟ। ଆପଣଙ୍କର ଯୋଉ ଖରାପ ଚର୍ବି ବି କମ କରେଇବ। ଆଉ ଆପଣଙ୍କୁ ମଟନଟା ବି ଆପଣଙ୍କ ମସଲା ଭଳି, ଯୋଉଟା କି ପେଟ ଗ୍ୟାସ୍ ହବ କି ଆପଣଙ୍କ ଡାଇଜେସନ ପାଇଁକା ପ୍ରୋବ୍ଲେମ ହବ, ଶୀଘ୍ର ଆପଣଙ୍କର ମଟନଟା ଡାଇଜେସନ ହବ। ଏବେ ମୋଟାମୋଟି ହେଇଗଲା ଆପଣଙ୍କର ମଟନ ଷ୍ଟିଉ, ଯୋଉଟା କି ଆମେ ଟିକେ ଗୋଲମରିଚ ଦବା ଏବଂ ବର୍ତ୍ତମାନ ଚୁଲି ବନ୍ଦ କରିଦବା। ଗୋଲମରିଚ ଦେଇକି ଆଉ ଟିକେ ଧନିଆ ପତ୍ର ତାପରେ ଦେଇଦବା। ଦେଲା ପରେ ଆପଣ ଡିଶଟାକୁ ଖାଇବେ। କିନ୍ତୁ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣ ଯେତେ ଆମିଷ ଜାତୀୟ ଜିନିଷ ତାକୁ ଗରମ ଖାଇବେ। ଗରମ ଖାଇଲେ ଆପଣ ତା ଟେଷ୍ଟ ଜାଣିବେ। ଆପଣଙ୍କର ବିରିୟାନୀରେ ଆପଣଙ୍କର ଇଏ ବଟରଟାକୁ ୟୁଜ୍ କରୁଛନ୍ତି, ବଟର ୟୁଜ୍ କରିବା ଦ୍ୱାରା ତାର ସେଣ୍ଟେଡ୍ କିଛି ନଥାଏ। ଏବଂ ସେଟା ଇଏ ପାଇଁ ବଟରଟା ଗୋଟେ ୟୁଜ୍ ହଉଛି ଗୋଟେ ହାତ ପାଇଁକା ଲାଗିବ ଇଏ, କିନ୍ତୁ ଭଲ ଘିଅଟା ଆପଣଙ୍କର ଟିକେ ବାସ୍ନା ରହିବ ଏବଂ ଦେଶୀ ଜିନିଷଟା ଦେହ ପାଇଁ ଭଲ। ଆଉ କମ ପରିମାଣରେ ଯେତେ ଘିଅ ତେଲ ଆମେ ବ୍ୟବହାର କରିବା, ଯୋଉଟା କି ଆମ ଶରୀର ପାଇଁ ଭଲ ହବ। ତେଣୁ ଏବେ ଆମେ ଷ୍ଟିଉ ହେଇଗଲା, ମଟନ ଷ୍ଟିଉ। ତେଣୁ ଆମେ ତା ଦେହରେ ଗୋଲମରିଚ, ଧନିଆ ପତ୍ର ଦବା। ଚୁଲି ବନ୍ଦ କରି, ହଁ, ତେଣୁ ଗୋଲମରିଚ ଟିକେ ଦବା, ଟିକେ ରାଗ ଲାଗିବ। ତା ଦେହରେ କଞ୍ଚା ଲଙ୍କା ଟିକେ ପଡିଛି, କିନ୍ତୁ ଏଇଟା ଟିକେ ଦେଲେ ଟିକେ ରାଗ ରାଗ ଲାଗିବ। ଆଉ ପେଟଟା ବି ଭଲ ରହିବ, ଗ୍ୟାସ୍ କରିବନି। ତେଣୁ ଗୋଲମରିଚଟା ଆମେ ଦେଇଦେବେ। ତାପରେ ଆମେ ଏଟାକୁ ଟିକେ ଧନିଆ ପତ୍ର ଦବା। ଧନିଆ ପତ୍ର ଦେଇକି ଟିକେ ଗୋଳେଇ ଦବା। ଗୋଳେଇ ଦେଲା ପରେ ଆମେ ଚୁଲି ବନ୍ଦ କରିଛେ, ମିଶେଇ ଦବା ଟିକେ। ମଟନ ଷ୍ଟିଉ ବର୍ତ୍ତମାନ ସୁଦ୍ଧା ହେଇଗଲା। ତେଣୁ ଆମେ ୟାକୁ ଭାତରେ ଖାଇପାରିବା, ରୁଟିରେ ବି ଆମେ ଖାଇପାରିବା।
ତେଣୁ ୟାକୁ କରିବାରେ ପ୍ରୋସେସ୍ ବହୁତ କମ୍ ସମୟ ଭିତରେ ଆମେ ସିଝେଇକି କରିପାରିବା ଏବଂ ଶୀଘ୍ର କରିକି ଖାଇପାରିବା। ଯେଉଁଟାକି ଆମେ ମଟନ୍ କଷା କରୁଛେ କି ମଟନ୍ ଝୋଳ କରୁଛେ, ମସଲା କରୁଛେ, ତା ଦେହରେ ମଟନ୍ କଷୁଛେ, ତାପରେ ପ୍ରେସର ଦେଉଛେ, କିନ୍ତୁ ଆମେ ଆଗେ ସିଝେଇଦେବା। ସିଝେଇଲା ପରେ ଆମେ ତାକୁ କରିକି ଖାଇବା। ଆପଣ ମନେ ରଖନ୍ତୁ, ମସଲା ଯେତେ କମ୍ ତେଲ ରହିବ ଆପଣଙ୍କ ଦେହ ପାଇଁ ସେତେ ଭଲ ହେବ। ଏବଂ ସବୁବେଳେ ଚିନ୍ତା କରନ୍ତୁ ଗୋଟା ମସଲା ଆମେ ବ୍ୟବହାର କରିବା। ଆମେ ମଟନ୍ ଝୋଳ କରିବା, ତା ଦେହରେ ଆମେ ଧନିଆ ଏବଂ ପୋସ୍ତକ ଏବଂ ଜିରା, ଯଦି ପୋସ୍ତକ କଷ୍ଟଲି ଟିକେ ଅଧିକା ପଇସା ହେଉଛି ଆମେ ଧନିଆ ଜିରାରେ ବି କରିପାରିବା। ଧନିଆ ପରିମାଣଟା ମଟନ୍ ଦେହରେ ଟିକେ ଅଧିକା ରହିବ ଆଉ ଜିରା ପରିମାଣଟା ଟିକେ କମ୍ ରହିବ। ତେଣୁ କଞ୍ଚା ଲଙ୍କା ଆପଣ ବ୍ୟବହାର କରନ୍ତୁ, ହଳଦୀ ବ୍ୟବହାର କରନ୍ତୁ, ବାଟି ଦେଲେ ବି ଆହୁରି ଭଲ ହଳଦୀ। ତେଣୁ ଯେତେ ଆପଣ ନ୍ୟାଚୁରାଲ ଜିନିଷ ୟୁଜ୍ କରିବେ ସ୍ୱାସ୍ଥ୍ୟ ଆପଣଙ୍କର ଖାଦ୍ୟ ହେଲ୍ଦି ହେବ, ସ୍ୱାସ୍ଥ୍ୟ ହେଲ୍ଦି ରହିବ। ଏତିକି କହିକି ରହିଲେ ଆଉ ନୂଆ ଗୋଟେ ପୁଣି ରୋଷେଇ ମୋ ଘର ରୋଷେଇଶାଳାରେ ନୂଆ ଗୋଟିଏ ପୁଣି ଆଣିବି, ରୋଷେଇ ଡିସ୍ଟିଏ ଆଣିବି ଯେଉଁଟାକି ଆପଣଙ୍କୁ ଭଲ ଲାଗିବ ଏବଂ ଭଲ ଲାଗିବ ଆଉ ସ୍ୱାସ୍ଥ୍ୟ ପାଇଁ ଭଲ ହେବ। ତେଣୁ ଏତିକି କହିଲି, ଆପଣ ଯଦି ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଦେଖିଲା ପରେ ସେୟାର କରିବେ କି ଲାଇକ୍ କରିବେ, ଆପଣଙ୍କ ସେଟା ଆପଣଙ୍କ କମେଣ୍ଟସ୍ ତାହା ଦେବେ। ଏତିକି କହିଲି, ଜୟ ଜଗନ୍ନାଥ। ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ସୁଖମୟ ହେଉ, ଆନନ୍ଦମୟ ହେଉ। ଜୟ ଜଗନ୍ନାଥ।